जुहार श्री गोपाल गोपाल कृष्ण पटनायक जुहार श्री गोपाल जुहार श्री गोपाल बाळंकु आज्ञा यार कवि हेल गोपाल कृष्ण पटनायक घर कोड़ी रहुचे गंजाम जिला गंजाम जिला नमस्कार जुहार बोली जुहार जुहार नमस्कार जुहार बोली जुहार जुहार से जिला का भाषा है क्या लिखले जुहार श्री गोपाल बाळंकु गोपाल बाळंकु नमस्कार हो आया 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 कि जुहार हुआ भगवान कृष्ण को आया जे नमस्कार होइछि आया केते पुण्य अर्जन करबा आज्ञा केते से किंभूतः कृष्ण किंभूतः हम देखिछु कास कृष्ण देखिछु आ देखि कोन पाखरे रखिछि परा कृष्ण को पाखरे बसाहारे आया मते देखैनु आपण पापी लोक देखि गेले प्रभु अंतर ध्यान हेइ जे अरे कृष्ण को केउं थेर रखिछु कराट भितरे कोराटे कृष्ण कराटे कृष्ण ए कृष्ण कोन करंती सिए किछि करनिले रे बह आमे ताकू करू माने सेवन करू माने पान करू माने खाऊ खाइले कोन हबो खाइले पंचायत रे गोड़ छिटिकी पड़िबो सार जणा पड़िगला कोला कृष्ण भीम कथा कहू भीम अरे भीम कथा एटा कहू काना कृष्ण नो के कृष्ण को नंदन नंदन भगवान कृष्ण आया तांको देख नमस्कार हुआ किंभूत स्थिर तड़ित वृंद मठ विडम्ब पीत चलन कहला पीत चलंकु पीत चल तो माने हळदिया आया चल माने वस्त्र भगवान कृष्ण हळदिया वस्त्र भल मान दिया जाए सदा बेले खंडिए हळदिया वस्त्र कृष्ण अंतर घंटन दिया जाए अंटारे हळदिया वस्त्र भल पांति पुरा आया भगवान कृष्ण अंटारे बेस हळदिया वस्त्र किंभूतः किपरि देखा जाउची किपरि स्थिर तड़ित तड़ी माने बिजुली स्थिर माने थय अनंत आकाश रे थय भाव में बिजुली मारिले जबरी सुंदर देखा जाए कृष्ण घंटारे हळदिया वस्त्र अनंत आकाश रे बिजुली मारबे सुंदर देखा जाए कहिला सर आपण कहिले ठाकुरंकर अंटार वस्त्रटा ला बिजुली अच्छा बिना मेघरे पोकुड़ी बिजुली मारलानी नहीं अरे मेघ उठेले बिजुली मारिबो ना जदी अंटार वस्त्र ला बिजुली मेघ कहीं देखा हमको देखो सेठी अछि उठेई कृष्ण को अंगरे उठेई ता तलपद एंती सलील सहित चला नील पछोटी सहित नील जलद कोन हैला अरे जलम ददाते दी जलद आया आया जल को दान कर जलद माने मेघ मेघ किए यस सुंदर अंगटा होची वर्षक मेघ अंग हला मेघ मेघ अंतर वस्त्र बिजुली ना हां मेघ बोली किए वर्णना करे जयदेव लिखिले कोन कहले गीत गोविंदरे अभिनव जो नारद
ଦେଖିଲେ ଅଭିନବ ଜଳଧର ସୁନ୍ଦର ଆଜ୍ଞା ଜଳଧର ମାନେ ମେଘ 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 ବୋଲି ଗୋଟେ ତାଙ୍କର ଗୋଟେ ଭଗବାନ କୃଷ୍ଣ ଆଜ୍ଞା ବ୍ୟାସ ଲେଖିଲେ ଭାଗବତରେ କଣ କହିଲେ ମେଘ ବର୍ଣ୍ଣନା କଲେ ଏମିତି ନୌମୀ କେତେ ଭାବକୁ ସାତରି କୁଞ୍ଜା ପତଙ୍ଗ ପରିପିଚ୍ଛଳ ସ୍ତନ ମୁଖା ସଜ କମଳ ବେତ ବିଷାଣ ଶ୍ରୀ ମୃଦୁ ପଦେ ପଶୁ ପାଙ୍ଗ ଲେଖିଲେ ହେ ଇଡିୟ ହେ ଇଡିୟ ପରମେଶ୍ୱର କୃଷ୍ଣ ଅହଂ ମୁଁ ନମସ୍କାର ବପୁ ଅଭ୍ର କେମିତି ଅର୍ଥ ହଉଛି ବପୁ ମାନେ ଅଙ୍ଗ ଆଉ ଅଭ୍ର ମାନେ ମେଘ କୃଷ୍ଣ ଆମର ଗୋଟେ ବର୍ଷ ମେଘ ସାଙ୍ଗରେ ସମା ଅଙ୍ଗ ହେଲା ମେଘ ଅଣ୍ଟାର ବସ୍ତ୍ର ହେଲା ବିଜୁଳି ମେଘ ଉଠେଇଲା ବିଜୁଳି ମାରିଲା କଣ ଏତିକିରେ ସରିଗଲା ଆଉ କଣ ରହିଲା ଆଜ୍ଞା ମେଘ ଉଠେଇଲେ ବିଜୁଳି ମାରେ ମେଘ ଉଠେଇଲେ ଇନ୍ଦ୍ରଧନୁ ପଡେ ମେଘ ଉଠେଇଲେ ଆକାଶରେ ବଗମାଳା ଉଡନ୍ତି ମେଘ ଉଠେଇଲେ ତାଳଗଦାରେ ପଚରା ହେଇକି ଛତୁ ଫୁଟେ ଆଜି ଭଗବାନଙ୍କର ଅଙ୍ଗ ହେଲା ମେଘ ଅଣ୍ଟାର ବସ୍ତ୍ର ହେଲା ବିଜୁଳି ବଗମାଳା କିଏ ଇନ୍ଦ୍ରଧନୁ କିଏ ଛତୁ କଢ କିଏ ଛାଡିବନି ଦେଖା ମୁଁ ଛାଡିବନି ଯାହା ପଛରେ ମୁଁ ସ୍ୱୀକାର କଲି ଆଜ୍ଞା ଛତୁ କବି ଲେଖିନାହାନ୍ତି ତ ଛତୁ କଢଟା ମୁଁ ବାହାର କରିବିନି ବଳି କିଏ ସେ ବଗମାଳା କିଏ କିଏ କୃଷ୍ଣଙ୍କ ଅଙ୍ଗରେ ୟାକୁ ଚିହ୍ନେଇଲେ ଦିନ କୃଷ୍ଣ ସକଲ କଲେ କୋଟିଏ ଶାରଦ ସାଉ ଗାଇବ ନା କଣ ଗାଇପାରିବ ଆଜ୍ଞା କେତେ ବୟସ ହେଲାଣି କେମିତି ସୁର ବାହାରୁଛି ରାଉତ ଗାଇ ପାରିବନି ଆଜ୍ଞା ନାଇଁ ଗାଉନାହାନ୍ତି ଠକିକି ପଇସା ନବ ନା ସାଉ ଠକିକି ପଇସା ନିଏ ନା ଆମ ଜାତି ଠକ ନୁହଁ ଆମ ଜାତି ଠକ ନୁହଁ ଏ ବାବୁ ତମ ଜାତି ପୁରା ଠକ ଆଉ ତମେ ଠକିକି ନଉନ ବୋଲି କଣ କହୁଛ ଆମ ଠକ ଜାତି ଠକ ଜାତି ନୁହଁ କେମିତି ଫକୀରା ଭାଇ ୟାଙ୍କ ଦୋକାନରୁ ଚାଉଳ କିଲେ ନେଇ ଘରେ ଓଜନ କଲେ 800 ଗ୍ରାମ ହଉଛି ଠକ ବିଶୁଦ୍ଧ ଠକ ଠକିଲେ କାନ୍ଧରେ ଲକ୍ଷ୍ମୀ ରହିବେନି ଆଜ୍ଞା କେତେ କାମ କଲେ କାନ୍ଧରେ ଲକ୍ଷ୍ମୀ ରହିବେ ଜାଣିଛୁ କାନ୍ଧରେ ସତ କଥା ଆଜ୍ଞା ଆଜ୍ଞା କେତେ କାମ କଲେ କାନ୍ଧରେ ଲକ୍ଷ୍ମୀ ରହିବେ ତାର ମାନେ ଅଛି ନା ଆଜ୍ଞା ମାନେ ଅଛି କହୁନାହାନ୍ତି ମା ମାନେ ଲକ୍ଷ୍ମୀ ପୁରାଣ ପଢୁଛନ୍ତି ଲକ୍ଷ୍ମୀ ପୁରାଣ ଆପଣ ଲକ୍ଷ୍ମୀ ପୁରାଣ ପଢୁଛନ୍ତି ମୁଁ ଲକ୍ଷ୍ମୀ ପୁରାଣ ଗାଉନି ଆଉ ଯୋଉ ବହି ଗାଇବି ଆଉ ଦାବି ନାହିଁ କଣ କହୁଛ ସେଇଟା ତାଙ୍କ ଆଡେ ଯାଇନି ସେ ବହି ତ ସେ କିଣିନାହାନ୍ତି ଆଉ କିଣିନାହାନ୍ତି ପାଇନାହାନ୍ତି ବହି ନା ଲକ୍ଷ୍ମୀ ଗୀତା ଲକ୍ଷ୍ମୀ ଗୀତା କବି ଆଚାର୍ଯ୍ୟ ଶଙ୍କର ଲେଖିଲେ ମଣିଷ ଜୀବନରେ କଣ କାମ କଲେ କାନ୍ଧରେ ଲକ୍ଷ୍ମୀ ରହିବେ କହନ୍ତୁ ଆଜ୍ଞା ତାହେଲେ ସର୍ବଦା ସତ୍ୟ ଯେ ଭାଷଇ ନିରତ କ୍ଷମା ପ୍ରାଣୀଙ୍କର ହିତ ଯେ ସଦା ଶୁଭ କାର୍ଯ୍ୟ କାରଣରେ ସମର୍ଥ ଗୃହସ୍ତଙ୍ଗରେ ଧରଣୀ ପୃଥିବୀ ଲକ୍ଷ୍ମୀ ପଚାରିଥିଲା ତମେ କୋଉଠି ରହ ମା ଲକ୍ଷ୍ମୀ କହିଥିଲେ ଶୁଣୁ ମୁଁ କୋଉଠି ରହେ ସର୍ବଦା ସତ୍ୟ ଯେ ଭାଷଇ ସତ କଥା କହିବା ଆଜ୍ଞା ଲକ୍ଷ୍ମୀ ରହିବ ସେଇଥିପାଇଁ ସର୍ବଦା ସତ୍ୟ ଯେ ଭାଷଇ ନିରୁତ କ୍ଷମା ଆଚରଇ ଆଜ୍ଞା କ୍ଷମା ତ ନଥିବ ଆଜ୍ଞା ଲକ୍ଷ୍ମୀ ତା କାନ୍ଧରେ ରହିଲା ତା କାନ୍ଧରେ ରହିବେ ଯେ ସଦା କ୍ରୋଧ ବିବର୍ଜିତ ରାଗ ପରିହାର କରିବ ରାଗକୁ ଛାଡ଼ିଦବ ଆଜ୍ଞା ତା କାନ୍ଧରେ ଲକ୍ଷ୍ମୀ ରହିବ ଠିକ ହେଲା କାର୍ଯ୍ୟ କାରଣ ସମର୍ଥ କାର୍ଯ୍ୟ କରିବାକୁ ପଛେଇବନି ତା କାନ୍ଧରେ ଲକ୍ଷ୍ମୀ ରହିବ ପରୋପକାର ଯେ ହୁରତ ଯେ ପର ଉପକାର କରିବ ଆଜ୍ଞା ତା କାନ୍ଧରେ ଲକ୍ଷ୍ମୀ ରହିବ ମାନେ ମନେ ରଖ ଏଇ କାମ କଲେ ତମ କାନ୍ଧରେ ଲକ୍ଷ୍ମୀ ରହିବେ କଣ କାମ ଯେନ ରିନ୍ତେ ବିହୁ ସୀତା ପ୍ରିୟ ବାହାତି ଘରର ଦ୍ରବ୍ୟ ସାଇତି ଦେବ ପୂଜାରେ ଥାଏ ପୁତ୍ରୀ ନେରେ ଯାଉ ନାରୀ ଅଧିକ ଅବୟ ଯେ ନ କରି
କେବେ ମହିଳା ଶାଢୀ ପିନ୍ଧିବନି ମନେ ରଖ। ନାଇଁ ନାଇଁ ଲକ୍ଷ୍ୟ ରହିବେନି ଆଜ୍ଞା। ନା ପଳେଇବେ ତ ପଚରା ଶାଢୀ ଦେଖିଲେ ମହିଳା ଶାଢୀ ପିନ୍ଧିବନି। ଗନ୍ଧ ହବ। ପ୍ରିୟବାଦିନୀ ପ୍ରିୟବାଦିନୀ ସୁନ୍ଦର ଭାଷା କହ। ଏମିତି ଭାଷା କହିବ ଶାଶୁ ମନରେ ଦୁଃଖ ଆସିବନି, ଶ୍ୱଶୁର ମନରେ ଦୁଃଖ ଆସିବନି, ସ୍ୱାମୀ ମନରେ ଦୁଃଖ ଆସିବ ନାହିଁ। ସ୍ୱାମୀର ସେବା କର। ଘର ଘର ସାଇତି ରଖ। ସାଇତିକି ରଖ। ଘରେ ପଡିଛି ବାହାରେ ପଡିଛି ପଡିଛି ବୋଲି କହନି ଘରେ ନେଇକି ସାଇତ ସାଇତିକି ରଖ। ସାଇତିଲେ କାନ୍ଧରେ ଲକ୍ଷ୍ମୀ ରହିବେ। ପତିବ୍ରତା ହବ ଘର ତମକୁ ସାଇତିବ। ଦେବତା ପୂଜା କରିବ। ଦେବତା ପୂଜା କଲେ କାନ୍ଧରେ ଲକ୍ଷ୍ମୀ ରହିବେ। ଆରେ ଆମେ ସେମିତି କରିଛୁ ବୋଲି କାନ୍ଧରେ ଲକ୍ଷ୍ମୀ ଅଛନ୍ତି। ତମ କାନ୍ଧରେ ଲକ୍ଷ୍ମୀ ରହିବେନି କେମିତି? କିଲେ କେବଳ 200 କୋଟି ମାରୁଛନ୍ତି ରେ। ଶୁଣୁ ଆଜ୍ଞା କୃଷ୍ଣଙ୍କର ବଗମାଳା କିଏ ଆର୍ଦ୍ରାବଳୀ କିଏ? କୃଷ୍ଣ କହିଲେ କୋଟିଅ ଶରଦ ଚନ୍ଦ୍ରଜୀ କୋଟିଏ ଶରଦ ଚନ୍ଦ୍ର ଜିଣିମୁଖ ଶ୍ରୀଅଙ୍ଗ ଅଭିନବଘନ ବୁଝିବେନି ଆଜ୍ଞା ଶରଦ କାଳୀନ କୋଟିଏ ଚନ୍ଦ୍ରକୁ ଯୋଉଥିବ ଯାହାଙ୍କର ମୁଖ କୁସୁମ ତାଙ୍କ ରଙ୍ଗଟା ଘଲ ବନ ମେଘ ମେଘ କୋଟି ତୋଟେ ପିତ ବସନ ବିରାଜେ ବଳା ହକେ ବିଦ୍ୟୁତ ମାନେ ଭବ୍ୟ ବସ୍ତ୍ର ବିଦ୍ୟୁ ବିଜୁଳି କରି ବଗମାଳା କିଏ ଆର୍ଦ୍ରାବଳୀ କିଏ? ଥରେ ମୁକୁଟମାଳ ପକବନ୍ତୀ କୃଷ୍ଣ ଗେଲବସରିଆ ପୁଅ ଯଶୋଦା ମା କଣ କରିଛନ୍ତି? ଗେଲବସରିଆ ପୁଅ ବୋଲି ଗୋଟେ ମୁକ୍ତାର ମାଳା କୃଷ୍ଣଗଳା ଲମ୍ବାଇଛନ୍ତି। ମୁକ୍ତାର ବର୍ଣ୍ଣ ଧଳା ବଗର ବର୍ଣ୍ଣ ଧଳା ବଗମାଳା ହେଲା ଅର୍ଥାତ୍ ଆର୍ଦ୍ରାବଳୀ ମାନେ ବଗମାଳା ହେଲା ମୁକ୍ତାର ମାଳ। ଆର୍ଦ୍ରାବଳୀ କିଏ? ନା କଳାପି କଳାପ କଳାପି ମୁକୁଟ ଇନ୍ଦ୍ରଧନୁ ସମାଦିଶନ୍ତି। କଳାପି ମୁକୁଟ ମୟୂର ଚନ୍ଦ୍ରିକା ଆଜ୍ଞା ମୟୂର ଚନ୍ଦ୍ରିକା ଆଜ୍ଞା ମୟୂର ଚନ୍ଦ୍ରିକା ନୁହଁ ଇନ୍ଦ୍ରଧନୁ ଜୟଦେବତଲେ ଗୀତ କନ୍ଦରୀ କଣ କହିଲେ? କିନ୍ତୁ ଚନ୍ଦ୍ରିକା ଇନ୍ଦ୍ରଧନୁ ଚନ୍ଦ୍ରକ ଚାରୁ ମୟୂର ଶିଖଣ୍ଡ କମଣ୍ଡଳ ଚନ୍ଦ୍ରକ ଚାରୁ ମୟୂର ଶିଖଣ୍ଡ मंडल चंद्र को भगवान भगवान कृष्ण
বর্তমানে কিন্তু তো না পুরন্দর পুরন্দর ইন্দ্র বেশ ইন্দ্রকণ ধনু অনন্ত আকাশের পড়িଥିଲେ ସେପରି ସଭା ଜାଗାରେ ଦେଖାଯାଏ ମୟୂରପଙ୍ଖୀ କହୁଛନ୍ତି ଠିକ ସଭା ପାଉଛି ତାଙ୍କ ଘର କୋଉଠି ବ୍ରଜପୁର ଯୁବ ରାଜଶ୍ରୀ ଅଖଣ୍ଡ ଦେଖିଲ ଗୋପାଳ କୃଷ୍ଣ ବ୍ରଜପୁର ଯୁବ